ମୁଣ୍ଡ ତଳେ ରଖୁଥିବା ତକିଆ ମଧ୍ୟ ଆପଣଙ୍କୁ ମାଲାମାଲ କରିପାରେ। କଥାଟା ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ ତ ଅଟେ। ମାତ୍ର ରାତିରେ ଶୋଇବା ସମୟରେ ତକିଆ ତଳେ କେବଳ କିଛି ଜିନିଷ ରଖିଦେବା ଉଚିତ, ଯାହାଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯିବ। ଏକ ଲୋକ କଥା ଅନୁଯାୟୀ ମନୁଷ୍ୟ ଯେତେ ଧନୀ ହୋଇଥାଉ ନା କାହିଁକି, ତାକୁ ଶୋଇବା ପାଇଁ ସୁନାର ତକିଆ ନୁହେଁ ବରଂ ସାଧାରଣ ତକିଆର ଆବଶ୍ୟକତା ଥାଏ। ତେଣୁ ତକିଆ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ମାତ୍ର ସେହି ତକିଆର ଉପଯୋଗ କରି ଆପଣ ରାତାରାତି ନିଜ ଭାଗ୍ୟ ବଦଳାଇ ପାରିବେ। ଆଜିକାର ଭିଡ଼ିଓରେ ଆମେ ଆପଣଙ୍କୁ ସେହି ବିଷୟରେ କହିବୁ। ନମ୍ବର 1, ସକାରାତ୍ମକ ଶକ୍ତିରେ ଭରପୁର ମୟୂର ପର। ସକାରାତ୍ମକ ଶକ୍ତିର ଉପଲବ୍ଧି ପାଇଁ ଏବଂ କାର୍ଯ୍ୟରେ ସଫଳ ହେବା ପାଇଁ ରାତିରେ ତକିଆ ତଳେ ନିଶ୍ଚୟ ଏକ ମୟୂର ପର ରଖି ଦିଅନ୍ତୁ। ଏହାର ପ୍ରଭାବ ଅତ୍ୟନ୍ତ ଲାଭକାରୀ ସିଦ୍ଧ ହୋଇଥାଏ। ତକିଆ ତଳେ ମୟୂର ପର ରଖି ଶୋଇଲେ ବ୍ୟକ୍ତିର ଜାତକରେ ଥିବା ଦୋଷ ଦୂର ହୋଇଥାଏ। ଏମିତିରେ ବ୍ୟକ୍ତିର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ତା'ର ସାଥ ଦେଇଥାଏ। ମୟୂର ପର ଆପଣଙ୍କୁ ଦୁର୍ଘଟଣା ଠାରୁ ମଧ୍ୟ ରକ୍ଷା କରିଥାଏ। ସକାଳୁ ଉଠିବା ପରେ ତକିଆ ତଳୁ ମୟୂର ପର ଉଠାଇ ନିଶ୍ଚୟ ଦର୍ଶନ କରନ୍ତୁ, ଯାହାର ପରିଣାମ ଅତ୍ୟନ୍ତ ଶୁଭ ହୋଇଥାଏ। ନମ୍ବର 2, ତୁଳସୀ ପତ୍ର। ରାତିରେ ଶୋଇବା ପୂର୍ବରୁ ତକିଆ ତଳେ 4-5ଟି ତୁଳସୀ ପତ୍ର ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ। ସକାଳୁ ଉଠି ସେହି ତୁଳସୀ ପତ୍ର ଖାଇ ଦିଅନ୍ତୁ, ଯାହାଦ୍ୱାରା ନକାରାତ୍ମକ ଶକ୍ତି ଠାରୁ ମୁକ୍ତି ମିଳିଥାଏ। ଏହା ସହିତ ଅନେକ ଘାତକ ରୋଗ ଠାରୁ ମଧ୍ୟ ମୁକ୍ତି ମିଳିଥାଏ। ମାତ୍ର ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ। 3, ମୁଦ୍ରା। ତକିଆ ତଳେ 1 ଟଙ୍କିଆ ମୁଦ୍ରା ରଖିଲେ ଦରିଦ୍ରତା ଦୂର ହେବା ସହିତ ଭାଗ୍ୟ ମଧ୍ୟ ଚମକିଥାଏ। ଏହାଦ୍ୱାରା ଧୀରେ ଧୀରେ ବ୍ୟକ୍ତିର ଦୋଷ କମିଥାଏ ଏବଂ ସକାରାତ୍ମକ ଶକ୍ତିର ସଞ୍ଚାର ବଢ଼ିଥାଏ। ନମ୍ବର 4, ରୂପା ମୁଦ୍ରା। ଯଦି ଆପଣଙ୍କ ଜାତକରେ ଚନ୍ଦ୍ରମାର ସ୍ଥିତି ଭଲ ନାହିଁ, ତେବେ ତକିଆ ତଳେ ରୂପା ମୁଦ୍ରା ରଖି ଦିଅନ୍ତୁ। ଯଦି ବୁଧ ଗ୍ରହର ଦୋଷ ରହିଛି, ତେବେ ତକିଆ ତଳେ ସୁନା ରୂପା ଆଭୂଷଣ ରଖି ଦିଅନ୍ତୁ। ଏହାଦ୍ୱାରା ଆର୍ଥିକ ସମୃଦ୍ଧି ମଧ୍ୟ ହୋଇଥାଏ। ନମ୍ବର 5, ଧାର୍ମିକ ବସ୍ତୁ। ତକିଆ ତଳେ ଧାର୍ମିକ ବସ୍ତୁ ରଖି ଶୋଇଲେ ବ୍ୟକ୍ତିର ଭାଗ୍ୟ ପ୍ରବଳ ହୋଇଥାଏ। ତାକୁ କୌଣସି କଥାରେ ଭୟ ରହେ ନାହିଁ ଏବଂ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏହା ସହିତ ବ୍ୟକ୍ତି ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ, ଯାହାଦ୍ୱାରା ପରିଣାମ ମଧ୍ୟ ଭଲ ହୋଇଥାଏ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିବେ, କାରଣ ଭିଡ଼ିଓଟି ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଧନ୍ୟବାଦ। ଜୟ ଜଗନ୍ନାଥ।